ମାଡ଼ି ଆସୁଛି ପଶ୍ଚିମା ଝଡ଼, ସୃଷ୍ଟି ହେଲା ଲଘୁଚାପ, ଏହିସବୁ ଅଞ୍ଚଳକୁ ସତର୍କ ଜାରି। ତ ଖବରଟି କ'ଣ ଜାଣିବା ପୂର୍ବରୁ ଆପଣ ଆମ ଚ୍ୟାନେଲକୁ ନୂଆକି ଆସିଥିଲେ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ଅନ୍ କରନ୍ତୁ, ଯାହାଦ୍ୱାରା ଯେବେ ବି ଯେତେବେଳେ ବି ପାଣିପାଗର ଲାଟେଷ୍ଟ ଖବର ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଚାଲନ୍ତୁ ଡେରି ନକରି ଖବର ଉପରେ ନଜର ପକାଇବା। ଗୋଟିଏ ପଟେ ପଶ୍ଚିମ ଝଡ଼, ଅନ୍ୟ ପଟେ ଲଘୁଚାପ କ୍ଷେତ୍ର, ଆସୁଛି ବଡ଼ ବର୍ଷା। ଏନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ପଶ୍ଚିମା ଝଡ଼ ଏବଂ ଲଘୁଚାପ ଗୋଟିଏ ସମୟରେ ଦୁଇଟି ଆସୁଥିବାରୁ ଚିନ୍ତା ବଢ଼ାଇଛି, ଯାହାଫଳରେ ପାଣିପାଗରେ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜଳବାଷ୍ପ ବୃଦ୍ଧି ପାଇଥିବାରୁ ସକାଳ ସମୟରେ ଘନ କୁହୁଡ଼ି ଏବଂ ଅପରାହ୍ନରେ କୋହଲା ପବନ ଜାରି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲା ତଥା ଅନ୍ୟ ଜିଲ୍ଲାମାନଙ୍କର ଆସନ୍ତା 48 ଘଣ୍ଟାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ମେଦିନୀପୁର, କୋଲକାତା ସମେତ ଅନ୍ୟ କିଛି ସ୍ଥାନରେ ଲଘୁଚାପ ଏବଂ ପଶ୍ଚିମ ଝଡ଼ର ପ୍ରଭାବ ଦେଖିବାକୁ ମିଳିଛି। ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ ନେଇ ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ବାଲେଶ୍ୱର, ଭଦ୍ରକ ସମେତ ଓଡ଼ିଶାର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ଘଡ଼ଘଡ଼ି ସମ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ରାଜ୍ୟରେ ବଦଳିବ ପାଗ। 2 ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ସମେତ ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଗୋଟିଏ ପଟେ ଉତ୍ତର ବଙ୍ଗୋପସାଗରରେ ଥଣ୍ଡା ଓ ଅନ୍ୟ ପଟେ ବର୍ଷା କାରଣରୁ ତାପମାତ୍ରା ହ୍ରାସ ପାଇଛି, ଯାହାଫଳରେ ଶୀତର ପରିମାଣ ବୃଦ୍ଧି ପାଇବ। ଦିଘା ସମେତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆପଣଙ୍କ ଜିଲ୍ଲାରେ ପାଣିପାଗର ଅବସ୍ଥା କିପରି ଅଛି ତାହା ଆମ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଜୟ ଜଗନ୍ନାଥ।